ନମ୍ବର 1 ଠିକା ସରକାରୀ କର୍ମଚାରୀଙ୍କ କଟିବନି ରାସନ କାର୍ଡ। ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀ ମାସିକ 15,000 ଟଙ୍କାରୁ କମ୍ ଦରମା ପାଉଥିଲେ ସେମାନଙ୍କର ରାସନ କାର୍ଡ କଟିବ ନାହିଁ। ସେମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା ସରକାରୀ କର୍ମଚାରୀ ନିଜର ରାସନ କାର୍ଡ ଫେରାଇବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। 2 ଦିନ ତଳେ ଏହି ସଂଖ୍ୟା 12,000 ଥିବା ବେଳେ ଆଜି ତାହା 20,000ରେ ପହଞ୍ଚିଛି। ନମ୍ବର 2 ବାରବାଟୀରେ ଖେଳିଲେ ମୁଖ୍ୟମନ୍ତ୍ରୀ। ଫେବୃଆରୀ 9 ତାରିଖରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭାରତ ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ ଷ୍ଟାଡିୟମ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତା ମ୍ୟାଚ୍ ପାଇଁ ପଡ଼ିଆରେ ଚାଲିଥିବା ବ୍ୟାପକ ପ୍ରସ୍ତୁତିକୁ ବୁଲି ଦେଖିବା ସହିତ ମ୍ୟାଚ୍ ଆୟୋଜନ ସଂକ୍ରାନ୍ତରେ ଓଡ଼ିଶା କ୍ରିକେଟ ସଂଘ ଓ ସିଏ କର୍ତ୍ତୃପକ୍ଷଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନମ୍ବର 3 ଯୁକ୍ତ 2 ଥିଓରି ପରୀକ୍ଷା 12ରୁ ପଠାଯିବ ପ୍ରଶ୍ନପତ୍ର। ଫେବୃଆରୀ 18ରୁ ଯୁକ୍ତ 2 ଥିଓରି ପରୀକ୍ଷା ହାତରେ ଆଉ କମ୍ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। 1267 କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଲା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷାରେ ଉପରେ ପ୍ରାଥମିକତା ଦିଆଯାଇଛି। ନମ୍ବର 4 ବାରାଣାସୀରେ ବୁଡ଼ିଗଲା ଡଙ୍ଗା। ଶୁକ୍ରବାର ବାରାଣାସୀର ଗଙ୍ଗା ନଦୀରେ ଏକ ଡଙ୍ଗା ଦୁର୍ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ 60 ଜଣ ଲୋକ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଡଙ୍ଗାଟି ଓଡ଼ିଶାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା। ଡଙ୍ଗାରେ ଥିବା ସମସ୍ତ ତୀର୍ଥଯାତ୍ରୀ ସୁରକ୍ଷା ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ବାରାଣାସୀର ମାନ ମନ୍ଦିର ଘାଟ ନିକଟ ଗଙ୍ଗା ନଦୀରେ ଏହି ଘଟଣା ଘଟିଛି। ନମ୍ବର 5 ରାଷ୍ଟ୍ରପତିଙ୍କ ବିଚାର ମହିଳା କହିଲେ ସୋନିଆ। ବିବାଦ ତେଜିଲା ମନ୍ତବ୍ୟ ଅଗ୍ରଣୀୟ, ନିନ୍ଦନୀୟ, ଦୁର୍ଭାଗ୍ୟଜନକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ବଜେଟ୍ ଅଧିବେଶନରେ ପାରମ୍ପରିକ ଭାଷଣ ପରେ 66 ବର୍ଷୀୟ ମୁର୍ମୁ ଥକି ଯାଇଥିବା କହି ସୋନିଆ ଗାନ୍ଧୀ ଉଦ୍ବେଗ ପ୍ରକାଶ କରିବା ସହ ତାଙ୍କ ପ୍ରତି ପୁଅର ଥିଙ୍ଗ ବିଚାରୀ ମହିଳା ଶବ୍ଦ ପ୍ରୟୋଗ କରିବା ପରେ ବିଜେପି ଏହାକୁ ଅପମାନଜନକ ମନ୍ତବ୍ୟ ବୋଲି କହି ନିନ୍ଦା କରିବା ସହ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ନମ୍ବର 6 ଆଜିଠୁ ଗାଡ଼ିର ବୀମା ନଥିଲେ ଫସିବେ ମାଲିକ। ରାଜ୍ୟରେ ଫେବୃଆରୀ 1 ତାରିଖ ଠାରୁ ଇ-ଡିଟେକ୍ସନ ପ୍ରକ୍ରିୟା ଯୋଡ଼ି ହେଉଛି ବୀମା। ମୋଟର ଯାନରେ ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଟୋଲଗେଟ୍ରେ ଧରାପଡ଼ିବେ ଗାଡ଼ି ଚାଳକ। ବୀମା ନଥିଲେ ସମ୍ପୃକ୍ତ ଗାଡ଼ି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଏହି ଚାଲାଣ। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ 22ଟି ଟୋଲଗେଟ୍ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମୋଟରଯାନ ଆଇନର ଧାରା 146 ଅନୁଯାୟୀ ପ୍ରତ୍ୟେକ ମୋଟରଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ଧାରା 196 ଅନୁଯାୟୀ 2,000 ଟଙ୍କା ଜରିମାନା, 3 ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶିର 4,000 ଟଙ୍କା କିମ୍ବା 3 ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ନମ୍ବର 7 ଇଂଲଣ୍ଡକୁ 15 ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ପୁଣେରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଇଂଲଣ୍ଡ 4ଥ ଟି20ରେ ଇଂଲଣ୍ଡକୁ 15 ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ଭାରତ ଏହି 5 ମ୍ୟାଚ୍ ବିଶିଷ୍ଟ ସିରିଜକୁ କବ୍ଜା କରିନେଇଛି। ଭାରତ ପକ୍ଷରୁ ରଖାଯାଇଥିବା 182 ରନ୍ ଟାର୍ଗେଟ ଜବାବରେ ଇଂଲଣ୍ଡ 19.4 ଓଭରରେ 166 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ନମ୍ବର 8 ବଜେଟ୍ରେ ମଧ୍ୟବିତ୍ତଙ୍କ ଭଲ ଖବର ମିଳିବ। ଫେବୃଆରୀ 1ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ 2025-26 ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିବେ। ବଜେଟ୍ରେ ମଧ୍ୟବିତ୍ତ ଶ୍ରେଣୀଙ୍କୁ ସହାୟତା କଲା ଭଳି କେତେକ ପଦକ୍ଷେପ ଘୋଷଣା ହେବାର ସମ୍ଭାବନା ରହିଛି। ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣରୁ ଏହାର ସଂକେତ ମିଳିଛି। ନମ୍ବର 9 କେଜରିୱାଲଙ୍କୁ କଡ଼ା ଭାଷାରେ ଟାର୍ଗେଟ କଲେ ମୋଦି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ବି ପାଖେଇ ଆସିଲାଣି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଦିଲ୍ଲୀର ଦ୍ୱାରକାରେ ଏକ ର୍ୟାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ମତଦାନ ପାଇଁ ଆଉ ମାତ୍ର 5 ଦିନ ବାକି ଅଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦିଲ୍ଲୀବାସୀ ଆପକୁ ଘୋଡ଼ାଉଥିବା ହେବାକୁ ନିଷ୍ପତ୍ତି ନେଇଛି। ଏଥର ବିଜେପିକୁ ବିପୁଳ ବହୁମତ ସହିତ ସରକାର ଗଠନ କରିବାକୁ ପଡ଼ିବ। ମୁଁ ଯେତେବେଳେ ବି ଦ୍ୱାରକା ଆସେ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ଦ୍ୱାରକାକୁ ମନେ ପକାଇବା ସ୍ୱାଭାବିକ। ବିଜେପି ଦିଲ୍ଲୀକୁ କେତେ ଆଧୁନିକ କରିବାକୁ ଚାହୁଁଛି ତାହାର ଏକ ଝଲକ ଏଠାରେ ଦ୍ୱାରକାରେ ଦେଖିବାକୁ ମିଳିବ।
ନମ୍ବର 10 ସୋନିଆ ଗାନ୍ଧୀଙ୍କ ଆଚରଣ ଓଡ଼ିଶାର ପୁରା ସାନ୍ତାଳୀ ଜନଜାତିଙ୍କ ଅପମାନ। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କର ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସେମାନଙ୍କର ସାମ୍ପ୍ରଦାୟବାଦୀ ଆଚରଣର ପ୍ରତିଫଳନ ବୋଲି ସେ ମାଝୀ କହିଛନ୍ତି। ଏଭଳି ଆଚରଣ କରିବା ଓଡ଼ିଶାର ପୁରା ସାନ୍ତାଳୀ ଜନଜାତିଙ୍କ ଅପମାନ। ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। କଂଗ୍ରେସ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର। ରାଷ୍ଟ୍ରପତି କହିଛନ୍ତି ଆମ ଦେଶର ପ୍ରଥମ ନାଗରିକତା ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ। ଦଳୀୟ ଆଦିବାସୀ ଓବିସି ବର୍ଗର ରାଷ୍ଟ୍ରପତି ହୋଇଥିବାରୁ କଂଗ୍ରେସ ଗର୍ବର ବାସବର୍ତ୍ତୀ ହୋଇ ଏଭଳି ବୟାନ ଦେଇଛି। ସୋନିଆ ଗାନ୍ଧୀ ନିଜକୁ ରାଷ୍ଟ୍ରଠାରୁ ଊର୍ଦ୍ଧ୍ୱରେ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବୋଲି ଚିନ୍ତା କରୁଛନ୍ତି। ନମ୍ବର 11 ଜୁନା ଆଖଡ଼ାର ମହାମଣ୍ଡଲେଶ୍ୱର ମୋଦିଙ୍କ ପାଖକୁ ରକ୍ତରେ ଲେଖିଲେ ଚିଠି। ମହାକୁମ୍ଭରେ ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ରକ୍ତରେ ଲେଖିଥିବା ଏକ ଚିଠି ଆସିଛି। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଲେଶ୍ୱର ୟତି ନରସିଂହାନନ୍ଦ ଲେଖିଛନ୍ତି। ରକ୍ତରେ ଲେଖାଥିବା ଏହି ଚିଠିରେ ନରସିଂହାନନ୍ଦ ଅତ୍ୟ ସନାତନ ଧର୍ମଗୁରୁଙ୍କ ଦସ୍ତଖତ ନେଇଛନ୍ତି। ନମ୍ବର 12 ଭୁବନେଶ୍ୱରରେ ଟ୍ରାଫିକ ଭିଡ଼ ହ୍ରାସ ପାଇଁ ପ୍ରାୟ 7,000 କୋଟି ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପୂର୍ତ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବଜେଟ୍ ପରିମାଣର 72% ଖର୍ଚ୍ଚ ହୋଇଥିବା ବେଳେ ଆର୍ଥିକ ବର୍ଷ ଶେଷ ସୁଦ୍ଧା 100% ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 13 କେଜରିୱାଲଙ୍କୁ ଝଟକା। ଆପ୍ ଛାଡ଼ିଲେ 7 ବିଧାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମ୍ ଆଦମୀ ପାର୍ଟିରେ ଅନେକ ଇସ୍ତଫା ଦେଖିବାକୁ ମିଳିଛି। ଶୁକ୍ରବାର ଜାନୁଆରୀ 31 ଗୋଟିଏ ଦିନରେ ଦଳର 7 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନରେ ମତଦାନ ମାତ୍ର 5 ଦିନ ପୂର୍ବରୁ ତିଲକପୁରୀରୁ ରୋହିତ କୁମାର, ମୌରୋଲିରୁ ନରେଶ ଯାଦବ, କସ୍ତୁରବା ନଗରରୁ ମଦନ ଲାଲ, ପାଲମରୁ ଭାବନା ଗୌଡ଼ ଏବଂ ଜନକପୁରୀରୁ ରାକେଶ ଋଷି ଆପ୍କୁ ବିଦାୟ ଦେଇଥିଲେ। ଚଳିତ ବିଧାନସଭା ନିର୍ବାଚନ ପାଇଁ ଦଳ ଏହି ବିଧାୟକମାନଙ୍କୁ ଟିକେଟ୍ ଦେଇନଥିଲା। ଏହା ବ୍ୟତୀତ ବିସ୍ପସନରୁ ବିଏସ୍ ଜୁନ ଏବଂ ଆଦର୍ଶ ନଗରରୁ ପବନ ଶର୍ମା ମଧ୍ୟ ଇସ୍ତଫା ଦେଇଛନ୍ତି। ନମ୍ବର 14 ଅର୍ଥନୈତିକ ସର୍ଭେ ଦେଶ ଉପରେ $711 ବିଲିୟନ ବୈଦେଶିକ ଋଣ। ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ପ୍ରତିକୂଳ ବୈଶ୍ୱିକ ପରିସ୍ଥିତି ସତ୍ତ୍ୱେ ଭାରତର ରପ୍ତାନି କ୍ଷେତ୍ରର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଭାରତ ବୈଦେଶିକ ମୁଦ୍ରା ଭଣ୍ଡାର 2024 ଡିସେମ୍ବର ଶେଷ ସୁଦ୍ଧା ଏହା $640.3 ବିଲିୟନ ଆମେରିକୀୟ ଡଲାର ଥିଲା। ସେହିପରି ସେପ୍ଟେମ୍ବର 2024 ସୁଦ୍ଧା ଥିବା ଭାରତର $711.8 ବିଲିୟନ ଆମେରିକୀୟ ଡଲାରରେ ବୈଦେଶିକ ଋଣ ରହିଥିଲା। ନମ୍ବର 15 କ୍ରିକେଟର ଭଗବାନଙ୍କୁ ବିସିସିଆଇ ଦେବ ଏହି ବଡ଼ ସମ୍ମାନ। କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଏକ ବଡ଼ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି। ତାଙ୍କୁ ଖୁବ୍ ଶୀଘ୍ର ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଶନିବାର ମୁମ୍ବାଇରେ ବୋର୍ଡର ବାର୍ଷିକ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଭାରତ ପାଇଁ 664ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା 51 ବର୍ଷୀୟ ସଚିନ କ୍ରିକେଟର ଇତିହାସରେ ସର୍ବାଧିକ ଟେଷ୍ଟ ଏବଂ ଦିନିକିଆ ରନ୍ ସ୍କୋର କରିବାର ରେକର୍ଡ ରଖିଛନ୍ତି। ଏବେ ତାଙ୍କୁ 2024 ବର୍ଷ ପାଇଁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ନମ୍ବର 16 ଓଜନ ହ୍ରାସର ଟିପ୍ସ ଦେଲେ ମୋଦି। ଦେଶର ପ୍ରାୟ 10 କୋଟି ଲୋକ ମେଦବହୁଳର ଶିକାର ହୋଇଛନ୍ତି। ଏହି ମେଦବହୁଳ ଯୋଗୁଁ ମଧୁମେହ, ହୃଦରୋଗ ସମେତ ଅନେକ ରୋଗର ଆଶଙ୍କା ବଢ଼ିଯାଏ। ଏହି ମେଦବହୁଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଓଜନ ହ୍ରାସ ପାଇଁ କିଛି ଟିପ୍ସ ଦେଇଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱାସ୍ଥ୍ୟ ଟିପ୍ସକୁ ଅନେକ ଡାକ୍ତର ମଧ୍ୟ ଉତ୍କୃଷ୍ଟ ବୋଲି ବିବେଚିତ କରିଛନ୍ତି। ନମ୍ବର 17 ମମତା ଲକ୍ଷ୍ମୀଙ୍କ ମହାମଣ୍ଡଲେଶ୍ୱର ପଦରୁ ବାହାର କରାଗଲା। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ମଧ୍ୟରେ କିନ୍ନର ଆଖଡ଼ା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଲେଶ୍ୱର ପଦବୀରୁ ହଟାଇ ଆଖଡ଼ାରୁ ବାହାର କରିଛନ୍ତି। ମମତା କୁଲକର୍ଣ୍ଣୀଙ୍କ ସମେତ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ବି ଆଚାର୍ଯ୍ୟ ମହାମଣ୍ଡଲେଶ୍ୱରର ଏକ ଆଖଡ଼ା ପଦବୀରୁ ବାହାର କରାଯାଇଛି।
ନମ୍ବର 18 ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବାରବାଟୀରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜେ ବାରବାଟୀ ଷ୍ଟାଡିୟମ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ ଖେଳିଥିଲେ। ତାଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୁରେଶ ସୂର୍ଯ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହିତ କ୍ରିକେଟ ଖେଳିଥିଲେ। ନମ୍ବର 19 ସ୍ପେସ୍ ଷ୍ଟେସନକୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଯାତ୍ରା କରିବେ ଶୁଭ୍ରାଂଶୁ। ଭାରନାସା ଅଭିଯାନ ରେତୀୟ ଯବାନ ଭାରତୀୟ ବାୟୁସେନାର ପାଇଲଟ ଶୁଭ୍ରାଂଶୁ ଶୁକ୍ଲା ନାସାର ମିଶନ 4 ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି। ମିଶନ 4 ଅଭିଯାନର ପାଇଲଟ ଭାବେ ଶୁଭ୍ରାଂଶୁଙ୍କୁ ବଛାଯାଇଛି। ଖୁବ୍ ଶୀଘ୍ର ମହାକାଶକୁ ଯିବେ ଶୁଭ୍ରାଂଶୁ। ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସ୍ କ୍ରାଫ୍ଟକୁ ନେଇ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଯିବେ ଶୁଭ୍ରାଂଶୁ। ନମ୍ବର 20 ଆମକୁ ମହିଳା ଶକ୍ତିର ଗୌରବ ପ୍ରତିଷ୍ଠା କରିବାକୁ ପଡ଼ିବ। କାଲି ସଂସଦରେ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରି ଅଭିବାଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି। କହିଛନ୍ତି ଆସନ୍ତାକାଲି ଉପସ୍ଥାପନ ହେବାକୁ ଥିବା ବଜେଟ୍ ଦେଶରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ। ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ପରେ ଏଥର ବଜେଟ୍ କାହାକୁ ଅଧିକ ସୁହାଇବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ। ଆମକୁ ମହିଳା ଶକ୍ତିର ଗୌରବ ପ୍ରତିଷ୍ଠା କରିବାକୁ ପଡ଼ିବ ଏବଂ ଏହି ବଜେଟ୍ ଅଧିବେଶନରେ ମହିଳା ଶକ୍ତି ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ନମ୍ବର 21 4 ଦିନ ରତ୍ନଭଣ୍ଡାର ମରାମତି ବନ୍ଦ। ଶ୍ରୀ ପଞ୍ଚମୀ ଓ ବନକ ଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ 2 ଓ 3 ତାରିଖ ତଥା ଫେବୃଆରୀ 5 ଓ 6 ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।